ବର୍ତ୍ତମାନ ସବୁଠାରୁ ଖୁସି ଖବର ସରକାର ଦେଇଥିବା ଅପଡେଟ୍ ସୁଭଦ୍ରା ଟଙ୍କା ଆଉ ଥରେ ମିଳିବ 5,000। ତ କ'ଣ କ'ଣ ନିୟମ ରହିଛି, କ'ଣ ନିୟମ ପାଳନ କରିବାକୁ ପଡ଼ିବ, ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଜାଣିପାରିବେ। ତା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲରେ ଭାଇ ଭଉଣୀମାନେ ନୂଆ କରି ଯେଉଁମାନେ ଭିଜିଟ୍ କରୁଛନ୍ତି ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦିଅନ୍ତୁ। ଏଇଭଳିଆ ନୋଟିଫିକେସନ୍, ଏଇଭଳିଆ ଅପଡେଟ୍ ଆପଣଙ୍କ ପାଖରେ ଜଲ୍ଦି ପହଞ୍ଚିଯିବ। ଆପଣଙ୍କର ଫ୍ରେଣ୍ଡ ସର୍କଲ୍, ଫ୍ୟାମିଲି ମେମ୍ବରମାନଙ୍କୁ ମଧ୍ୟ ସେୟାର କରିଦିଅନ୍ତୁ, ଯାହାକି ଫଳରେ ଏ ସୁବିଧା ସେମାନଙ୍କ ପାଖରେ ପହଞ୍ଚିଯିବ। ତ ଚାଲନ୍ତୁ ବିନା ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଆପଣଙ୍କ ସାମ୍ନାରେ ଅପଡେଟ୍ ଯୋଗ୍ୟତା। ଏହି ଯୋଜନାର ଲାଭ ପାଇବା ପାଇଁ ସମସ୍ତ ମହିଳା ହିତାଧିକାରୀଙ୍କ ନିମ୍ନଲିଖିତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ। ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ। ଆବେଦନକାରୀ NFSA/SFSS ଅନ୍ତର୍ଭୁକ୍ତ ହୋଇଥିବା ଦରକାର। NFSA/SFSSକୁ ବଞ୍ଚିତ ଥିବା ପରିବାର ଜଣେ ମହିଳା ସୁଭଦ୍ରା ଅଧୀନରେ ଆବେଦନ କରିପାରିବେ ଯଦି ତାଙ୍କ ପରିବାରର ବାର୍ଷିକ ଆୟ 2.50 ଲକ୍ଷରୁ ହେଇଥିବ, ତାହେଲେ ସେମାନେ କଟିଯିବେ। ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ଆବେଦନକାରୀଙ୍କ ବୟସ ଧାର୍ଯ୍ୟ ତାରିଖ ଅନୁଯାୟୀ 21 ବର୍ଷରୁ କିମ୍ବା ଅଧିକ 60 ବର୍ଷରୁ କମ୍ ହୋଇଥିବା ଉଚିତ। ଆଧାର କାର୍ଡ଼ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖ ତାଙ୍କ ବୟସ ଗଣନା ପାଇଁ ଗ୍ରହଣ କରାଯିବ। ଆର୍ଥିକ ବର୍ଷ 2024ରୁ 2025 ପାଇଁ ଧାର୍ଯ୍ୟତା 1/7/2024 ତାରିଖ ସୁଦ୍ଧା ମହିଳାଙ୍କ ବୟସ 21 ବର୍ଷ କିମ୍ବା ତାଠାରୁ ଅଧିକ ଏବଂ 60 ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ ଆବେଦନକାରୀଙ୍କ ଜନ୍ମ ତାରିଖ 2/7/1964 ଠାରୁ 1/7/2003 ପର୍ଯ୍ୟନ୍ତ ହେବା ଉଚିତ। 2024-2025 ପାଇଁ ଯଦି ଜଣେ ମହିଳା 1/7/2024 ପରେ 21 ବର୍ଷ ବୟସ ଅତିକ୍ରମ କରିବେ, ତେବେ ଯୋଜନା ଅବଧିରେ ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ତାଙ୍କୁ ବାର୍ଷିକ 1 ଲକ୍ଷ ଟଙ୍କା ମିଳିବ। ସେହିପରି ଯେଉଁ ମହିଳାଙ୍କ 1/7/2024 ପରେ 60 ବର୍ଷ ପୂରଣ କରିବେ, ତାଙ୍କୁ ଯୋଜନା ଅବଧିରେ ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ଏହି ସହାୟତା ଦିଆଯିବ ନାହିଁ। ଅଯୋଗ୍ୟତା। ନିମ୍ନଲିଖିତ ମହିଳାମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ଏହି ଯୋଜନାର ଲାଭ ପାଇବା ପାଇଁ ଅଯୋଗ୍ୟ ହେବେ। ଯେଉଁ ମହିଳା ମାସକୁ ମୋଟ 1,500 ଟଙ୍କା କିମ୍ବା ତାଠାରୁ ଅଧିକ, ବାର୍ଷିକ ମୋଟ 18,000 ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ ବା କେନ୍ଦ୍ର ସରକାର ସହାୟତା ତଥା ପେନ୍ସନ୍, ଛାତ୍ରବୃତ୍ତି ଇତ୍ୟାଦି ଗ୍ରହଣ କରୁଛନ୍ତି। ଜଣେ ମହିଳା କିମ୍ବା ତାଙ୍କ ନିଜ ପରିବାରର ସଦସ୍ୟ ଯଦି ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ, ଆୟକର ଦେଉଥିବେ, ଯେକୌଣସି ସହରାଞ୍ଚଳ ସ୍ୱୟଂ ଶାସିତ ସଂସ୍ଥା, ଉର୍ବାନ୍ ଲୋକାଲ୍ ବଡି କିମ୍ବା ପଞ୍ଚାୟତ ରାଜ ଅନୁଷ୍ଠାନ ନିର୍ବାଚିତ ଜନ ପ୍ରତିନିଧି ହୋଇଥିବେ, କେବଳ ୱାର୍ଡ ମେମ୍ବର, ସ୍ଥାନୀୟ ପରିଷଦ କାଉନସିଲର ସଦସ୍ୟ ବ୍ୟତୀତ, ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ, ବୋର୍ଡ଼, ସ୍ଥାନୀୟ ସଂସ୍ଥା, ସଂଗଠନ, ନିୟମିତ ସ୍ଥାୟୀ ଚୁକ୍ତି ବିତର୍କ କର୍ମଚାରୀ ଭାବରେ ନିଯୁକ୍ତି କିମ୍ବା ଅବସର ପରେ ପେନ୍ସନ୍ ଗ୍ରହଣ କରୁଥିବେ। ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ, ତେବେ ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଏବଂ ଆଉଟଷ୍ଟାଣ୍ଡିଂ ଏଜେନ୍ସି ମାଧ୍ୟମରେ ନିୟୋଜିତ ସମସ୍ତ କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ। ଯେକୌଣସି ସରକାରୀ ବିଭାଗ, ଅଣ୍ଡରଟେକିଂ, ବୋର୍ଡ଼, ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ମନୋନୀତ ପ୍ରତିନିଧି ହୋଇଥିବେ। ଟ୍ରାକ୍ଟର, ମିନି ଟ୍ରକ୍, ଛୋଟ ବାଣିଜ୍ୟ ଯାନ ଏବଂ ଅନ୍ୟ ସାମାନ୍ୟ ହାଲୁକା ସାମଗ୍ରୀ ଯାନ ବ୍ୟତୀତ 4 ଚକିଆ ମୋଟର ଯାନର ମାଲିକ ଏବଂ ଆବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ 5 ଏକରରୁ ଅଧିକ ଏବଂ ଅଣ-ଜଳସେଚିତ ଜମି ପରିମାଣ 10 ଏକରରୁ ଅଧିକ ହୋଇଥିବ, ତ ଏମାନଙ୍କୁ କଦାପି ମିଳିବ ନାହିଁ। ଯେଉଁମାନେ ମାଲିକ ହୋଇଥିବେ ବଡ଼ ଟ୍ରାକ୍ଟର, ଟ୍ରକ୍ ଆଉ ବସ୍, ଯେଉଁମାନଙ୍କର 4 ଚକିଆ ଥିବ, ତ ସେମାନଙ୍କୁ କଦାପି ମିଳିବନି। ଯେଉଁମାନଙ୍କର ସରକାରୀ ଚାକିରି ଥିବ ବା କିଛି ତାଙ୍କର ପରିବାର ଜଣେ କିଏ ବି ସରକାର ଚାକିରି କରିଥିବେ, ତଥାପି ତାଙ୍କୁ ମିଳିବ ନାହିଁ। ଆପଣଙ୍କୁ ଆଉ ଗୋଟେ କଥା ମନେ ରଖନ୍ତୁ, ଆପଣଙ୍କ ପରିବାରରୁ କିଏ ବି ଯଦି ଥିବେ, ତ ଆପଣଙ୍କୁ ମିଳିବ ନାହିଁ, ଆପଣଙ୍କୁ କଟିଯିବେ। ଆପଣଙ୍କର ସାହି ପଡ଼ିଶା, ଆପଣଙ୍କର ଯଦି କିଛି ରିଲେସନ୍ ହିସାବରେ ଆପଣଙ୍କ ନାଁରେ କିଏ ଗାଡ଼ି କିଣିଛନ୍ତି, ତଥାପି ଆପଣ କଟିଯାଇପାରନ୍ତି।
ଏହି ଯୋଜନା ପାଇଁ ପରିବାରର ସଂଜ୍ଞା କହିଲେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା NFSA SFSSରେ ପରିଭାଷିତ ଥିବା ପରିବାରକୁ ବୁଝାଏ। ଏହି ଥିଲା ଆଜିର ଅପଡ଼େଟ୍। ଭିଡ଼ିଓ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ସାହି ପଡ଼ିଶା, ଆପଣଙ୍କର ସାଙ୍ଗସାଥି ଏମାନଙ୍କୁ ମଧ୍ୟ ସେୟାର କରିଦିଅନ୍ତୁ, ଯାହାକି ଫଳରେ ଏ ଇନଫର୍ମେସନ୍ ଏ ଅପଡ଼େଟ୍ ତାଙ୍କ ପାଖରେ ପହଞ୍ଚିଯିବ। ତ ରହୁଛି, ଦେଖା ହେବ ଆଉ ଗୋଟେ ଭିଡ଼ିଓରେ। ଆଉ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିନିଅନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାକି ଫଳରେ ଏଇଭଳିଆ ଅପଡ଼େଟ୍ ଆଉ ଏଇଭଳିଆ ଇନଫର୍ମେସନ୍ ଜଲ୍ଦି ଆପଣଙ୍କ ପାଖରେ ପହଞ୍ଚିଯିବ। ତ ରହୁଛି, ଦେଖା ହେବ ଆଉ ଗୋଟେ ଭିଡ଼ିଓରେ। ଜୟ ଜଗନ୍ନାଥ।